ଏଇଟା ହେଉଛି ଏ ଗଛ ହେଉଛି ଓମ୍ ଓମ୍ ଓମ୍। ଦେଖନ୍ତୁ ଏ ହେଉଛି ଗବ ଗଛ, ବହୁତ ଉପକାରୀ ଗଛ। ଆର ମୂଳର ଚେର 4-5ଟି ଆଣିକି ଏବଂ ପତ୍ର 20ଟି, ମୂଳ 7-8ଟି ଆଣିକି ତାକୁ 2 ଗ୍ଲାସ୍ ପାଣି ଦେଇ ସିଝାଇବ। 1 ଗ୍ଲାସ୍ ରହିଲେ ଟିକେ ସକାଳେ ଏବଂ ସନ୍ଧ୍ୟାରେ 20 ଗ୍ରାମ ଲେଖା ପିଇଲେ ଆମ ଦେହରୁ ପେଟ ବଥା ହେଉଥିଲେ, ଷ୍ଟୋମାକ୍ ପେନ୍ ହେଉଥିଲେ ଯିବ। ଏ ଅତ୍ୟନ୍ତ ଉପାଦେୟ ଗଛ। ଆଉ ଏଥିରୁ ତେଲ ହୁଏ, ତାକୁ କ୍ୟାଷ୍ଟର ଅଏଲ୍ କହନ୍ତି। ସେଥିରେ ଆମେ ବାଇଗଣ, ପୋଟଳ ଇତ୍ୟାଦି ଭାଜିକି ଖାଇଲେ, ଆଉ ଆମର ଆଣ୍ଠୁ ଗଣ୍ଠି ବଥା ବେଳେ ସେଥିରେ ଲଗେଇଲେ ବହୁତ ଆମର ଉପଶମ ହୁଏ। ଏ ଗଛ ହେଉଛି ଜଡ଼ା ଗଛ, ତଳି ପଡ଼ିଛି, ଆଉ ଆକୁ ଲଗାଯିବ। ଏ ଜଡ଼ା ମଞ୍ଜିରୁ ତେଲ ହେବ। ଏ ତେଲ ଦେହ ପକ୍ଷେ ରନ୍ଧା ଜଡ଼ା ତେଲ ଖୁବ୍ ଉପକାରୀ। ଆକୁ କିଛି 1-2 ଗ୍ରାମ ଖାଇଲେ ମଧ୍ୟ ଝାଡ଼ା ପରିଷ୍କାର ହେବ। ଆଉ ବାଇଗଣ ବା ପୋଟଳରେ ଆମେ ଭାଜିକି ଖାଇଲେ ଆମର ଆଣ୍ଠୁ ଗଣ୍ଠି ବାତ କମିବ। ଆଣ୍ଠୁ ଗଣ୍ଠିରେ ବି ଦରଜ ଜାଗାରେ ଲଗେଇଲେ ଏହା ବହୁତ ଭଲ। ଆଉ ଏ ପେଟ ରୋଗ ପାଇଁ ବହୁତ ଉପକାର କରିବ। ଯେଉଁମାନଙ୍କର ପେଟ ବଥା ସଦାବେଳେ ଲାଗି ରହିଛି, ଆର 7-8ଟି ଗଛର ଚେର ଆଣି ଏବଂ ପତ୍ର 20ଟି ଭଲ ପରିଷ୍କାର ଧୋଇକି ସିଝେଇ ଦେବ। ଛେଚିକି ସିଝେଇ ଦେଇକି ଆକୁ ସିଝେଇ ଦେବ। 2 ଗ୍ଲାସ୍ ପାଣି ଦେଇ, ଗ୍ଲାସ୍ ରହିଲେ ସକାଳେ ଏବଂ ଉପର ବେଳି 20 ଗ୍ରାମ ଲେଖା ଖାଇଲେ ଆମର ପେଟ ଯନ୍ତ୍ରଣା, ପେଟ ବଥା ଭଲ ହୋଇଯିବ।